ପିଲେ ଭୟ ଶୁଣି ପାରୁଛ ତ ନା ନାଇଁ? ଆଜ୍ଞା ସାର୍। ଚାଲ ଆଉ ପିଲେ ସ୍କ୍ରିନ୍ ଶୋ କରୁଛି ତ ନା ଶୋ କରୁନି? ଆଜ୍ଞା ସାର୍ କରୁଛି। ହଉ। ତାହେଲେ ଆମମାନେ ପିଲେ ପୂର୍ବ କ୍ଲାସରେ ଶ୍ଲୋକ ନମ୍ବର 5 ପର୍ଯ୍ୟନ୍ତ ପିଲେ ଦେଖିଥିଲେ ନା ନାଇଁ, ଯୋଉଥିରେ କି ପିଲେ ନଳଙ୍କୁ ମାନେ ଦି ପ୍ରକାର ପିଲେ ବର୍ଣ୍ଣନା ହେଇଥିଲା, ଯୋଉଥିରେ କି ନଳ ପିଲେ କଣ ହେଇଥିଲେ ନା ପ୍ରଥମେ ସେ ଯୋଉ 4 ନମ୍ବର ଶ୍ଲୋକରେ କହିଲେ କି ନଳ ପିଲେ ଚତୁର୍ଦଶ ବିଦ୍ୟାକୁ 4 ପ୍ରକାର ଦ୍ଵାରା ଅଧ୍ୟୟନ କରିଥିଲେ। ତାପରେ 5 ନମ୍ବରରେ କହିଲେ କି ଖାଲି ଚତୁର୍ଦଶ ବିଦ୍ୟା ନୁହଁ, ତା ସହିତ ସେ ଆହୁରି ମଧ୍ୟ 4ଟି ବିଦ୍ୟାକୁ ଅଧ୍ୟୟନ କରିଥିଲେ, ଯାହା ଫଳରେ ସେ ପିଲେ କେତୋଟି ନା ଅଷ୍ଟାଦଶ ବିଦ୍ୟାରେ ପିଲେ ଅଧିକାରୀ ଥିଲେ। ହେଲା, କିଏ ନଳ ପିଲେ। ତାପରେ ପିଲେ 6 ନମ୍ବର ଶ୍ଲୋକରେ କଣ କହୁଛନ୍ତି ନା ପିଲେ ଦିଗୀଶ ବୃନ୍ଦାଂଶ ବିଭୂତିରିଷିତା ଦିଶାಂ ସକାମ ପ୍ରସଭାବରୋଧିନୀ ବଭାର ଶାସ୍ତ୍ରାଣି ଦୃଶଂ ଦ୍ୱୟାଧିକାମ୍ ନିଜ ତ୍ରିନେତ୍ରାବତରତ୍ୱବୋଧିକାମ୍। ହେଲା, ତାହେଲେ ପିଲେ ଦେଖ କହୁଛନ୍ତି ପିଲେ ଦିଗୀଶ ବୃନ୍ଦାଂଶ ବିଭୂତି ଦିଶାମ୍ ईशिता सह शास्त्राणि काम प्रसभावरोधिनी निज त्रिनेत्रावतरत्व बोधिकाम द्वयाधिकाम दृशम बभार। ଦେଖ କଣ କହୁଛନ୍ତି ପିଲେ, କହୁଛନ୍ତି ପିଲେ ଦିଗୀଶ ବୃନ୍ଦାଂଶ ବିଭୂତି। ପିଲେ ଦିଗୀଶ, ଦିଗୀଶ କହିଲେ ପିଲେ ଦିଗ ମାନଙ୍କର ଯିଏ ଅଧିପତି। ହଁ, ଦିଗ କୁହାଯାଏ ପିଲା ଆମ ମାନଙ୍କର ଯୋଉ 8ଟି ପିଲେ ଦିଗ ରହିଛି ନା ନାଇଁ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ତା ସହିତ ପିଲେ ଯୋଉ ଆମର କଣ କଣ ରହିଲା ଐଶାନ୍ୟ ବାୟବ୍ୟ ନୈଋତ୍ୟ ଆଗ୍ନେୟ, ଏମିତି ହେଇକିରି ଯୋଉ ପିଲେ 4ଟି ରହିଲା, କୋଣ ଆଉ ଉପକୋଣ ବା ଦିଗ ଆଉ ଉପଦିଗ ହେଇକିରି ଯୋଉ ପିଲେ 8ଟି ଦିଗ ଅଛି, ତ କୁହାଯାଏ ପିଲା ଆମର 8ଟି ଦିଗକୁ ନା ରକ୍ଷା କରୁଛନ୍ତି ପିଲା 8 ଜଣ ଦେବତା, ଯେଉଁମାନଙ୍କୁ ପିଲା ଅଷ୍ଟ କଣ କୁହାଯାଏ ଦିକ୍ପାଳ ବୋଲି କୁହାଯାଏ। ହଁ, ଅଷ୍ଟ ଦିକ୍ପାଳ ବୋଲି କୁହାଯାଏ। ତାହେଲେ ଏମାନଙ୍କ ନାଁ ସବୁ ଅଛି ପିଲେ। ପୂର୍ବ ଦିଗରେ ଯେମିତି କି ପାଳକ ପିଲେ ଇନ୍ଦ୍ର, ଠିକ ଅଛି, ଏଇଟା ତମ ମାନେ ଦେଖିବ ନେଟରେ ସର୍ଚ୍ଚ କରିବା ପାଇଯିବ ପିଲେ। କୋଉ ଦିଗର ଏ ତଳେ ଲେଖା ହେଇଛି କି ଲେଖା ହେଇନି ପିଲେ। ହେଲା, କୋଉ ଦିଗର ପିଲେ କିଏ ସେ ଦିକ୍ପାଳ? ପୂର୍ବ ଦିଗର ଦିକ୍ପାଳ ହଉଛନ୍ତି ପିଲେ ଇନ୍ଦ୍ର। ତାହେଲେ ସିଏ କହୁଛନ୍ତି ପିଲେ କି ଦିଗୀଶ ବୃନ୍ଦାଂଶ, ଦିଗୀଶ ବୃନ୍ଦ କହିଲେ ଯୋଉ ଅଷ୍ଟ ଦିକ୍ପାଳ ମାନେ ଦିଗୀଶ ମାନଙ୍କର ସମୂହ ମାନେ ଅଷ୍ଟ ଦିକ୍ପାଳ, ତ ସେମାନଙ୍କର ଅଂଶ ବିଭୂତି ହିଁ, ସେମାନଙ୍କ ଅଂଶରୁ ଯେ ଜାତ ହେଇଥିଲେ ସିଏ ହେଲେ ପିଲେ କିଏ ନା ରାଜା ନଳ ପିଲେ। ତାହେଲେ କହୁଛନ୍ତି କି ପିଲେ ଇନ୍ଦ୍ର ଆଦି ଅଷ୍ଟ ଦିକ୍ପାଳ ମାନଙ୍କର ଅଂଶେଭ୍ୟ ଜାତ, ସେମାନଙ୍କ ଅଂଶରୁ ଜାତ ହୋଇଥିବା ତ ଦିଶାମ୍ ଈଶିତା, ତ ପୂର୍ବାଦି ଦିଗ ମାନଙ୍କର ଯିଏ ସ୍ଵାମୀ ସେ ଥିଲେ ପିଲେ ରାଜା ନଳ। ତାହେଲେ ସେ କଣ ପିଲେ କହୁଛନ୍ତି, ବହୁତ ସୁନ୍ଦର ଭାବରେ ପିଲେ ବର୍ଣ୍ଣନା କରୁଛନ୍ତି। କହୁଛନ୍ତି ଇନ୍ଦ୍ର ଆଦି ଯୋଉ ଅଷ୍ଟ ଦିକ୍ପାଳ ମାନେ ଅଛନ୍ତି, ତ ତାଙ୍କ ଅଂଶରୁ ଯେହେତୁ ଇଏ ବି ଜନ୍ମ ନେଇଛନ୍ତି କି ସେ ରାଜା ନଳ, ତ ସେଇ ଦୃଷ୍ଟିରୁ ରାଜା ନଳ ପିଲେ ପୂର୍ବ ଆଦି ଦିଗ ମାନଙ୍କର ବି ସ୍ଵାମୀ ଥିଲେ। ତ ଏଥିରୁ ପିଲେ କୋଉ କଥା ବୁଝା ପଡୁଛି, ଏଥିରୁ ଏଇ କଥା ବୁଝା ପଡୁଛି କି ଯୋଉ ରାଜା ନଳ ପିଲେ ଇଏ ମାନେ ଦିଗ ଦିଗନ୍ତ ଧରିକିରି ପିଲେ ନା ନାଇଁ ସବୁ ଦିଗକୁ ନିଜର ହତିଆର ମାନେ ନିଜର ଅଧିକାରରେ ରଖିଥିଲେ। ଏ ସବୁ ଦିଗର ମାନେ ସମ୍ପୂର୍ଣ୍ଣ ପୃଥିବୀର ସେ ସ୍ଵାମୀ ଥିଲେ। ହେଲା, ତାହେଲେ ଇନ୍ଦ୍ର ଆଦି ଅଷ୍ଟ ଦିକ୍ପାଳ ମାନଙ୍କର ଅଂଶରୁ ଜାତ ହୋଇଥିବା ରାଜା ନଳ ପୂର୍ବ ଆଦି ଦିଗ ମାନଙ୍କର ବି ସ୍ଵାମୀ ଥିଲେ। ଆଉ କଣ ପିଲେ ଥିଲା ନା କହୁଛନ୍ତି ପିଲେ ଶାସ୍ତ୍ରାଣୀ, ତ ଶାସ୍ତ୍ର ଗୁଡିକୁ କାମ ପ୍ରସଭାବରୋଧିନୀ, ତ କହିଲା ଶାସ୍ତ୍ରାଣୀ ସ୍ୱେଚ୍ଛାଚାରିତାୟା ଅବରୋଧକାରିଣୀ। ତାହେଲେ ପିଲା ସ୍ୱେଚ୍ଛାଚାରିତାକୁ ଯିଏ ପିଲା ଅବରୋଧ କରେ, ହଁ ସ୍ୱେଚ୍ଛାଚାରିତା ମାନେ କଣ ବୁଝୁଛ ନା ନାଇଁ, ମନ ଇଚ୍ଛା କାମ କରିବା। ଠିକ ଅଛି, ତ ମନ ଇଚ୍ଛା ଯୋଉ କାମ କରିବା ସ୍ୱେଚ୍ଛାଚାରିତା, ତ ତାକୁ ଯିଏ ଅବରୋଧ କରେ ଆଉ ନିଜ ତ୍ରିନେତ୍ର ଅବତରତ୍ୱ ବୋଧିକାମ, ତ ସ୍ୱସ୍ୟ
त्रिनेत्रस्य आविर्भावस्य ज्ञापिकम आ निजर जो माने तृतीय नेत्रर आविर्भाव होईची ए जिंस को जे जणाउथिला हैला कौन सी पिले ना द्वयाधिकाम माने पिले तृतीय माने दुई रु अधिक दृश्यम माने नयन नयन को बभार माने धारण करिथिले हैला देखो बहुत सुंदर भाव कहते पिले कहीं कह जाए पिले कि आम मैंने समस्ते ना आम प्रतिटी मनुष्यर पिले प्रतिटी जीव जंतुर दुईटी आखि थाए जो मानकर दुईटी आखि थाए से पाखे आखि थाई अंध ही था ठीक अच्छे कहीं कह जाए पिले ज्ञानम तृतीयम मनुजस्य नेत्रम अरे पिले वाक्य के शुणी ना श्लोकर गोटे पाद पिले यहाँ कौन कह मत गीतार एमती कौन कह पिले ज्ञानम तृतीयम मनुजस्य नेत्रम मन रखिथिबे पिले हैला तो कह जाए पिले प्रति मनुष्यर पिले सेते बेले तृतीय नेत्र माने जागरित होइथाय पिले जागृत होइथाय केते बेले जेते बेले मनुष्य को पिले तत्व ज्ञान हुए जेते बेले मनुष्य पिले शास्त्र अध्ययन करे सेति पय कह जाए ज्ञानम तृतीयम मनुजस्य नेत्रम हैला तले से कहबा कथा कि राजा नळ मध्य निजर तृतीय नेत्र को धारण करिथिले अच्छा से तृतीय नेत्र कोउटा राजांकर कोउटा पिले तृतीय नेत्र ना शास्त्राणी शास्त्र गुड़िक हैला आउ से जो तृतीय नेत्र केमिति का पिले तृतीय नेत्र ना जे स्वेच्छाचारिता को पिले अवरोध करिथाय काहे कि ना जो लोकर पिले ज्ञान हबो से केबे मध्ये मन इच्छा काम करिवो नाही जहार ज्ञान न थाय जो मान अज्ञान अटंती सेही माने ही पिले स्वेच्छाचारिता देखि थांती माने तांको मन इच्छा काम करि थांती किंतु माने ज्ञानी से माने कदापि पिले स्वेच्छाचारिता बा स्वेच्छाचारी भाव काम करती नाही कौन कहला प्ले दीटा कथा कहुए राजा नल विषय दीटा कथा कहुई गोटे कथा कहुई कि राजा नल पिले ये जो पूर्व आदि दिग मानकर स्वामी थिले आ पूर्व आदि दिग मानकर स्वामी एथिपाई थिले जेहेतु राजा नल पिले इंद्र आदि जो अष्ट दिक्पाल माने अछंती तांकर ही अंशरु जात होइथिले ठीक अछि सेति राजा नल निजे मध्य पूर्व आदि समस्त दिगर राजा थिले अधिपति थिले ता सहित से कहउचंती राजा नलंक पाखरे पिले तृतीय नेत्र जात होइतिला अर्थात से पिले 3 नंबर नेत्र को धारण करिथिले आ से 3 नंबर नेत्र होची कोउटा पिले ना शास्त्राणी तांकर शास्त्र पिले जहा कि स्वेच्छाचारिता को अवरोध करिथाय आ निजर त्रिनेत्रर आविर्भाव हेछि बोली जे जणै थाय बुझला ज्ञान हेले तो जानि परिबे कि हां मो भितरे ज्ञानर आविर्भाव होछि बोली हैला त से जो वाक्य पिले मन रखिला त कोन कहली से वाक्यटा ज्ञानम ज्ञानम तृतीयम मनुजस्य नेत्रम हैला ज्ञानम तृतीयम मनुजस्य नेत्रम बोली कह जाय पिले तो प्रति मनुष्यर पिले तृतीय नेत्र होची तार ज्ञान हैला श्लोक बुझियबो कि पिले ना नाही आज्ञा सर हैला ताले पिले अत्र श्रीहर्ष वदति तो श्रीहर्ष कहउचंदी पिले कि राजा नल ना इंद्र आदि अष्ट दिक्पाल मानकर अंशरु ही जात होइतिले एणु सीए पूर्व आदि दिग मानकर स्वामी थिले हैला आउ से ना शास्त्र रूपक तृतीय नेत्र को धारण करिथिले हैला जो तृतीय नेत्र पिले स्वेच्छाचारिता को अवरोध करिथाय स्वेच्छाचारी भाव में काम करने को केबे देई न थाए आउ तथा नलस्य नेत्रत्रयम जातम इत्यस्य ज्ञापकमपि आसीत आउ राजा नलंकर भी तृतीय नेत्र जात हेछि एक कथा को भी जणाउथला से शास्त्र पिले एक कथा भी जणाउथला कि राजा नलंकर तृतीय नेत्र जात हेइ सारिछि माने से माने यथार्थ ज्ञान लाभ करि सारिछंती ये हला पे श्लोकर आशय ताले पिले दिगीश वृंदांश विभूति ही कह के पिले जात हेतिले अष्ट दिक्पाल मानक अंशरु राजा नल पिले सब आंसर राजा नल ही पिले हम तो दिग मानकर स्वामी किए थिले राजा नल थिले आ राजा नल पिले केउ भलिया नेत्र को धारण करिथिले ना जे पिले काम प्रसव अवरोधिनी थिला आ निज त्रिनेत्र अवतरत्व बोधिका थिला से भलिया द्वयाधिकम माने तृतीय हला से भलिया नेत्र को से धारण करिथिले जेहेतु पिले दृश्यम शब्द रे पिले स्त्रीलिंग शब्द ना सेते पे सेमानकर विशेषण पद मध्ये स्त्रीलिंग हेछि दृश्यम रे पिले मूल शब्द की कहि परिबो कौन मूल शब्द अरे कहो ना दृश दृश वाला मूल शब्द पिले दृश धातु भी अच्छी पश्यति पश्यत पश्यन्ति रूप हुए
ଆଉ ଦୃଶ ଶବ୍ଦ ବି ଅଛି ପିଲେ। ଦୃଶ ଶବ୍ଦର ଅର୍ଥ ହେଲା ନେତ୍ର ପିଲେ। ଯାହାର ରୂପ ପିଲେ ହୁଏ ଦୃକ୍ ଦୃଶौ ଦୃଶଃ, ଦୃଶମ୍ ଦୃଶौ ଦୃଶଃ। ଠିକ ଅଛି, ଦୃଶମ ପିଲେ ହେଇଛି ଆଉ ସ୍ତ୍ରୀଲିଙ୍ଗ ଶବ୍ଦ ପିଲେ। ଦୃଶ ଶବ୍ଦ ପିଲେ ସ୍ତ୍ରୀଲିଙ୍ଗ ଶବ୍ଦ ହେଇଥାଏ। ହେଲା, ତାହେଲେ ଛନ୍ଦ ପିଲେ ଏଠି ବଂଶସ୍ଥ ଛନ୍ଦ, ଆଉ ଅଳଙ୍କାର ପିଲେ ଏଠି ହଉଛି କୋଉ ଅଳଙ୍କାର? ରୂପକ ଅଳଙ୍କାର ପିଲେ। ହେଲା, ତାପରେ ସେଥିରୁ ଆଉ କଣ କହୁଛନ୍ତି ପିଲେ ନା ପଦେ ଚତୁର୍ଭି ସୁକୃତେ ସ୍ଥିରୀ କୃତେ କୃତେ ମୁନାକେ न तप प्रपेदिरे भुवं यदेकाङ्ग्रिकनिष्ठया स्पृशन् दधावधर्मोऽपि कृश तपस्विताम्। ତାହେଲେ ପିଲା ଅମୁନା କୃତେ ସୁକୃତେ ଚତୁର୍ଭି ପଦେହି, ବହୁତ ସୁନ୍ଦର କଥା ପିଲେ ଏଥିରେ କହିଛନ୍ତି। ଦେଖ ହେଲା, ବହୁତ ସୁନ୍ଦର, ମାନେ ତାଙ୍କ ଚିନ୍ତା ମାନେ ବହୁତ କୁଆଡେ କୁଆଡେ ଚିନ୍ତା ପିଲେ ତାଙ୍କର। ପଦେହି ସ୍ଥିରୀ କୃତେ କେ ତପଃ ନ ପ୍ରପେଦିରେ ୟତ ଅଧର୍ମଃ ଅପି ଏକାଙ୍ଗ୍ରି କନିଷ୍ଠୟା ଭୁବଂ ସ୍ପୃଶନ୍ କୃଶଃ ତପସ୍ୱିତାମ୍ ଦଧୁ। ହେଲା, ଏଥିରେ ଦେଖ ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି ପିଲେ ଏଥିରେ। ଠିକ ଅଛି, ଏମିତିକା ଚିନ୍ତାଧାରା ଆଉ କୋଉଥିରେ ଦେଖିବାକୁ ପିଲେ ମିଳିନଥାଏ। ଦେଖ ସେ କହୁଛନ୍ତି, କାହିଁକିନା ତମମାନେ ଜାଣିଥିବ ପିଲେ ଆମ ମାନଙ୍କର ଗୋଟେ ନିୟମ ଥାଏ ପିଲେ, କି ଯୋଉ ଚାରୋଟି ପିଲେ ଯୁଗ ଅଛି ନା ଆମ ମାନଙ୍କର, ସତ୍ୟ ଯୁଗ, ତାପର ଯୁଗ ହଉଛି ପିଲେ ତ୍ରେତୟା ଯୁଗ, ତାପରେ ଦ୍ୱାପର, ତାପରେ ପିଲେ କଳି ଯୁଗ। ତ ଏଇ ଯୋଉ ଯୁଗ ପିଲେ ସିଷ୍ଟମ ରଖା ହେଇନି, ତ ଏଇ ଯୋଉ ଯୁଗର ସିଷ୍ଟମ ରଖା ହେଇଛି ପିଲେ, ଏଇଟା କ୍ରମଶଃ କଣ ହେଇ ଆସିଛି, ମାନେ ଯୋଉ ସତ୍ୟ ଯୁଗ ଥିଲା ନା ସେତେବେଳେ ପିଲେ ଚାରି ପାଦ ଧର୍ମ ଥିଲା। ସତ୍ୟ ଯୁଗ ଯେତେବେଳେ ଥିଲା ପିଲେ ସେତେବେଳେ ଧର୍ମ ପିଲେ କେତେ ପାଦ ଥିଲା? ଚାରି ପାଦ ଧର୍ମ ଥିଲା। ଚାରିପଦ। ହେଲା, ଯେମିତି ତ୍ରେତୟା ଯୁଗ ଆସିଲା ପିଲେ ଗୋଟେ ପାଦ କମିଗଲା, ତିନି ପାଦ ଧର୍ମ ହେଇଗଲା। ଦ୍ୱାପର ଯୁଗରେ ପିଲେ ଦି ପାଦ ଧର୍ମ, ଆଉ କଳି ଯୁଗରେ ପିଲେ କେତେ ପାଦ ଧର୍ମ? ଏକ ପାଦ ଧର୍ମ। ଏକ ପାଦ। ତ ସେଇ କଥା ପିଲେ ଏଠି କହୁଛନ୍ତି। ଆମମାନେ ମଧ୍ୟ ବହୁତ ଭଲସେ ଜାଣିଛେ କି ଯୋଉ ନଳ ଦମୟନ୍ତୀଙ୍କର ଚରିତ୍ର ଇଏ ହଉଛି ପିଲେ ସତ୍ୟ ଯୁଗର ଚରିତ୍ର। ହେଲା, ତ ସେଥିପାଇଁ କେମିତି କହୁଛନ୍ତି ପିଲେ, ସିଏ କହୁଛନ୍ତି ଅମୁନା ମାନେ ଅନେନ ନଳେନ, ତ ଏହି ରାଜା ନଳ ଯେତେବେଳେ କୃତେ, ପିଲେ କୃତେ କହିଲେ ସତ୍ୟ ଯୁଗରେ, ସତ୍ୟ ଯୁଗର ପିଲେ ଅନ୍ୟ ଯୋଉ ପର୍ଯ୍ୟାୟବାଚୀ ଶବ୍ଦ ହଉଛି ପିଲେ କୃତ, କୃତ ଯୁଗ ବୋଲି ବି କୁହାଯାଏ ସତ୍ୟ ଯୁଗକୁ। ତାହେଲେ ଏହି ରାଜା ନଳ କୃତେ ମାନେ ସତ୍ୟ ଯୁଗରେ ପିଲେ କଣ କରୁଥିଲେ ନା ସୁକୃତେ ପିଲେ ଧର୍ମ କରୁଥିଲେ। ହେଲା, ଯେତେବେଳେ ରାଜା ନଳଙ୍କ ଦ୍ଵାରା ସତ୍ୟ ଯୁଗରେ ଧର୍ମ କରାଯାଉଥିଲା ବା ଧର୍ମକୁ, ଏମିତି ବି ହେଇପାରିବ, ରାଜା ନଳ ସତ୍ୟ ଯୁଗରେ ଧର୍ମକୁ ଚତୁର୍ଭି ପଦେହି ସ୍ଥିରୀକୃତେ ଚାରି ପାଦରେ ନିଶ୍ଚୟ କରିଥିଲେ। ଅର୍ଥାତ ରାଜା ନଳ ସେତେବେଳେ କାହାକୁ ବି ପିଲେ ଅଧର୍ମ କରିବାକୁ ଦଉନଥିଲେ। ଧର୍ମ ଯେମିତି ଚାରିପାଦ ସତ୍ୟ ଯୁଗରେ ରହିବା କଥା, ତ ସେଇ ଚାରିପାଦ ଭାବରେ ଧର୍ମକୁ ସେ ସ୍ଥିର କରିଥିଲେ। ଅର୍ଥାତ ଆମର ଏଇ ଯୁଗରେ ଧର୍ମ ଚାରିପାଦ ହିଁ ରହିବ। ତ ଯେତେବେଳେ ରାଜା ନଳ ସ୍ଥିର କରିଛନ୍ତି, ସେତେବେଳେ କେ ତପଃ ନ ପ୍ରପେଦିରେ, ସେତେବେଳେ କୋଉ ବା ଲୋକ ତପସ୍ୟା କରୁନଥିଲା, ଅର୍ଥାତ ସମସ୍ତେ ତପସ୍ୟା କରୁଥିଲେ। ସେତେବେଳେ ନା ସମସ୍ତେ ତପସ୍ୟା କରୁଥିଲେ, ମାନେ ସମସ୍ତେ ତପସ୍ୟା କରୁଥିଲେ। ଏଥିରେ ସେ କହୁଛନ୍ତି ଖାଲି ସମସ୍ତେ ବୋଲି ସମସ୍ତେ ନୁହଁ, ଅଧର୍ମ ବି ତପସ୍ୟା କରୁଥିଲା। ମାନେ ସେତେବେଳେ ଅଧର୍ମ ବି ତପସ୍ୟା କରୁଥିଲା। କେମିତିକା ନା କେମିତି ସୁନ୍ଦର ବର୍ଣ୍ଣନା କରିଛନ୍ତି ପିଲେ, ୟତ ହି ଯେହେତୁ ଅଧର୍ମ ଅପି, ଅଧର୍ମ ମଧ୍ୟ ପିଲେ ଏକାଙ୍ଘ୍ରି କନିଷ୍ଠୟା, ତ ପିଲେ ଏକସ୍ୟ ଚରଣସ୍ୟ କନିଷ୍ଠ ଅଙ୍ଗୁଲ୍ୟା। ତ ତମମାନେ ଦେଖିଥିବ ପିଲେ ବଡ ବଡ ତପସ୍ୱୀ ମାନେ ଯେତେବେଳେ ତପସ୍ୟା କରନ୍ତି, ସେମାନେ ପିଲେ ଗୋଡର ମାନେ ଗୋଟିଏ ପାଦରେ କେହି ଠିଆ ହେଇକିରି ତପସ୍ୟା କରନ୍ତି ନା ନାଇଁ, ଆଉ କିଛି ଅଛନ୍ତି ସେମାନେ ଗୋଟେ ପାଦରେ ବି ନୁହଁ, ସେମାନେ ନିଜ ପାଦର କାଣି ଆଙ୍ଗୁଠିରେ ମଧ୍ୟ ଠିଆ ହେଇକିରି ତପସ୍ୟା କରନ୍ତି। ବୁଝି ହଉଛି, ଏମିତି ବି ତପସ୍ୱୀ ମାନେ ଥାଆନ୍ତି। ତ ସେ କହୁଛନ୍ତି ଅଧର୍ମ ମଧ୍ୟ ତପସ୍ୟା କରୁଥିଲା। ଆଉ ଅଧର୍ମ କେମିତି ତପସ୍ୟା କରୁଥିଲା ନା ଗୋଟିଏ ପାଦର କନିଷ୍ଠ ଅଙ୍ଗୁଲ୍ୟା ମାନେ କାଣି ଆଙ୍ଗୁଠି ଦ୍ଵାରା ଭୁବଂ ସ୍ପୃଶନ୍, ତ ପୃଥିବୀକୁ ସ୍ପର୍ଶ କରି, ଆଉ କୃଶଃ ଦୁର୍ବଳ ହେଇକିରି, କାହିଁକିନା ତପସ୍ୱୀ ମାନେ ସାଧାରଣତଃ ତପସ୍ୟା କରି କରି ତାଙ୍କର ପୁରାପୁରି କଣ ହୁଏ ପିଲେ, ମାନେ ପୁରା ଇଏ ବାହାରକୁ ପଳେଇ ଆସେ, ମାନେ ତାଙ୍କର ହାଡ ଗୁଡାକ ସବୁ ବାହାରକୁ ଦେଖାଯାଏ, ବହୁ ଦୁର୍ବଳ ହେଇ ପଡନ୍ତି। ତ ସେତେବେଳେ ମଧ୍ୟ ଅଧର୍ମ ପିଲେ ବହୁତ ଦୁର୍ବଳ ହେଇକିରି ତପସ୍ୱିତାମ୍ ଦଧୌ, ତପସ୍ୱିତ୍ୱକୁ ଧାରଣ କରିଥିଲା। ମାନେ ସିଏ ବି ନିଜକୁ ତପସ୍ୱୀ ବନେଇ ଦେଇଥିଲା। ମାନେ ୟାର ମାନେ ପିଲେ ଆମେ କଣ ବୁଝୁଛେ, ଅର୍ଥାତ ସେ ସମୟରେ ଅଧର୍ମ ପିଲେ
ନିଜର ଗୋଟେ ପାଦ ପକେଇବାକୁ ବି ତା ପାଖରେ ସ୍ଥାନ ନଥିଲା, କାହିଁକିନା ସବୁଆଡେ ତ ଧର୍ମ ପାଦ ପକେଇ ସାରିଛି, ଚାରିପାଦ ତ ଧର୍ମରେ ଫୁଲ ହେଇଯାଇଛି, ତ ଅଧର୍ମକୁ ଟିକିଏ ବି ଜାଗା ମିଳୁନଥିଲା। ସେଥିପାଇଁ ସୁନ୍ଦର ବର୍ଣ୍ଣନା କରୁଛନ୍ତି, ଲାଗୁଛି ଅଧର୍ମ ବି ବୋଧେ ତାର ସେ କାଣି ଆଙ୍ଗୁଠିରେ ଖାଲି ଜଷ୍ଟ ଟିକେ ଟଚ୍ କରିକିରି ପୁରା ଦୁର୍ବଳ ହେଇକିରି ସିଏ ବି ବୋଧେ ତପସ୍ୱୀ ପାଲଟି ଯାଇଥିଲା। ଅର୍ଥାତ ରାଜା ନଳ ଯେତେବେଳେ ସତ୍ୟ ଯୁଗରେ ସ୍ଥିର କଲେ କି ଧର୍ମ ଚାରିପାଦ ରହିବ ବୋଲି, ସେତେବେଳେ ଏମିତି ଜଣେ ବି କେହି ନଥିଲେ ଯିଏକି ତପସ୍ୟା କରୁନଥିଲା। ଅର୍ଥାତ ସମସ୍ତେ ତପସ୍ୟା କରୁଥିଲେ, ଏମିତି କି ଅଧର୍ମ ବି ତପସ୍ୟା କରୁଥିଲା। ଯଦି କିଏ ପଚାରେ ଅଧର୍ମ ତପସ୍ୟା କରୁଥିଲା କେମିତି କଥା, ନା ହଁ, ଅଧର୍ମ ତପସ୍ୟା କରୁଥିଲା, କାହିଁକି ନା ଅଧର୍ମ ନିଜର ଗୋଟିଏ ପାଦର କାଣି ଆଙ୍ଗୁଠିରେ ପୃଥିବୀକୁ ସ୍ପର୍ଶ କରିକିରି ଠିଆ ହେଇଥିଲା, ପୁରା ଦୁର୍ବଳ ହେଇସାରିଥିଲା, ଆଉ ଏଇଭଳି ଭାବରେ ସିଏ ବି ତପସ୍ୱୀତ୍ୱକୁ ଧାରଣ କରିଥିଲା। ବୁଝିହବ ନା ପ୍ଲେ ଶ୍ଲୋକର ଅର୍ଥ ନା ନାଇଁ? ଆଜ୍ଞା ସାର୍। ତାହେଲେ ପିଲେ କଣ କହୁଛନ୍ତି ନା ଅତ୍ର ଶ୍ରୀହର୍ଷ ବଦତି, ପିଲେ ଶ୍ରୀହର୍ଷ କହୁଛନ୍ତି କି ସତ୍ୟ ଯୁଗରେ ରାଜା ନଳ ତପ, ଜ୍ଞାନ, ଯଜ୍ଞ, ଦାନ, ଇଏ ହଉଛି ପିଲେ ଚାରି ପାଦ। ମନେ ରଖିବ, ଧର୍ମର ପିଲେ ଯୋଉ ଚାରୋଟି ପାଦ ନାହିଁ, ଯୋଉ ଚାରୋଟି ଚରଣ ପିଲେ, ଇଏ ହଉଛି ଚାରି ପାଦ ପିଲେ। ତପସ୍ୟା ଗୋଟେ ପାଦ, ଜ୍ଞାନ ଗୋଟେ ପାଦ, ଯଜ୍ଞ ଗୋଟେ ପାଦ, ଆଉ ଦାନ ହେଉଛି ପିଲେ ଗୋଟେ ପାଦ। ତ ଏଇଭଳି ଚାରୋଟି ଚରଣ ଦ୍ଵାରା ଧର୍ମକୁ ସେ ସ୍ଥିର କରିଥିଲେ। ଏଣୁ ସେତେବେଳେ ସମସ୍ତେ ମଧ୍ୟ, ସବୁ ଲୋକମାନେ ତପସ୍ୟା କରୁଥିଲେ। ସେତେବେଳେ ଅଧର୍ମ ମଧ୍ୟ ତପସ୍ୱୀତ୍ୱକୁ ଧାରଣ କରିଥିଲା, ସିଏ ବି ତପସ୍ୟା କରୁଥିଲା। ଯେହେତୁ ସେତେବେଳେ ଅଧର୍ମ ଦୁର୍ବଳ ଥିଲା, ତଥା ଅଧର୍ମର ଗୋଟେ ଚରଣ ବି ନଥିଲା, ଅଧର୍ମ ଥିଲା ଗୋଟେ ପାଦ ବି ନଥିଲା, ଏଣୁ ଅଧର୍ମ ଗୋଟିଏ ଚରଣର କନିଷ୍ଠ ଅଙ୍ଗୁଳି ଦ୍ଵାରା ପୃଥିବୀକୁ ସ୍ପର୍ଶ କରି ଦୁର୍ବଳ ହୋଇ ତପସ୍ୱୀତ୍ୱକୁ ଧାରଣ କରିଥିଲା। ହେଲା, ତାହେଲେ ପିଲେ ନଲେନ କୃତେ ସୁକୃତେ କୃତିଭି କତିଭି ପଦେ ସ୍ଥିରୀକୃତେ, ତ ଯୋଉ ଧର୍ମକୁ ସେ ପିଲେ କେତେ ପାଦରେ ସ୍ଥିର କଲେ? ଚାରି ପାଦରେ। ଚାରି ପାଦରେ। ଚାରି ପାଦରେ ପିଲେ, ଚତୁର୍ଭି ପଦେହି। ଆଉ ସେମିତି ପିଲେ କହ ଏକାଙ୍ଘ୍ରି କନିଷ୍ଠୟା ଭୁବମ ସ୍ପୃଶନ୍ କୃଷଃ ତପସ୍ୱିତାମ ଦଧୋ, କି ପିଲେ? ତପସ୍ୱିତ୍ୱକୁ ଅଧର୍ମ। ଅଧର୍ମ ପିଲେ, ଅଧର୍ମ ହଁ ପିଲେ। ତ ଛନ୍ଦ ପିଲେ ବଂଶସ୍ଥ ଛନ୍ଦ, ଅଳଙ୍କାର ପିଲେ ଉତ୍ପ୍ରେକ୍ଷ ଅଳଙ୍କାର। କାହିଁକି ଉତ୍ପ୍ରେକ୍ଷ ଅଳଙ୍କାର ଦିଆଯାଇଛି, ସତେଜ ଲାଗୁଥିଲା ଅଧର୍ମ ବି ତପସ୍ୟା କରୁଥିଲା ନା ନାଇଁ, ସେଥିପାଇଁ ଉତ୍ପ୍ରେକ୍ଷ ଅଳଙ୍କାର ହେଲା। ତାପରେ କଣ କହୁଛନ୍ତି ପିଲେ, ତ 8 ନମ୍ବରରେ କହୁଛନ୍ତି ପିଲେ ନା ୟଦସ୍ୟ ଯାତ୍ରା ସୁବଲୋଧତମ୍ ରଜଃ ସ୍ଫୁରତ୍ ପ୍ରତାପାନଲଧୂମମଞ୍ଜିମା ତଦେବ ଗତ୍ୱା ପତିତଂ ସୁଧାମ୍ ବୁଧୌ ଦଧାତି ପଙ୍କି ଭବଦଙ୍କତାମ୍ ବିଧୌ। ହେଲା, ତାହେଲେ ପିଲେ ଅସ୍ୟ ଯାତ୍ରାସୁ ବଲୋଧତମ୍ ସ୍ଫୁରତ୍ ପ୍ରତାପାନଲଧୂମମଞ୍ଜିମ ୟତ ରଜଃ ତତ ଏବ ଗତ୍ୱା ସୁଧାମ୍ ବୁଧୌ ପତିତଂ ପଙ୍କି ଭବତ ବିଧୌ ଅଙ୍କତାମ୍ ଦଧାତି। ଚାଲ, ତ ଆଙ୍କର ସବୁ ବର୍ଣ୍ଣନା ପିଲେ ବଡ ଅଦ୍ଭୁତ ବର୍ଣ୍ଣନା ପିଲେ, ଠିକ ଅଛି। କୁଆଡେ କୁଆଡେ କାହାକୁ କୋଉଥିରେ ନେଇକିରି ପିଲେ ଯୋଡି ଦଉଛନ୍ତି, ମାନେ ଅଦ୍ଭୁତ ବର୍ଣ୍ଣନା ଆଙ୍କର। ହେଲା, ଦେଖ କହୁଛନ୍ତି ଅସ୍ୟ ନଳସ୍ୟ, ଏହି ରାଜା ନଳଙ୍କର ପିଲେ ଯାତ୍ରା ଆସୁ, ଯେତେବେଳେ ବିଜୟ ଯାତ୍ରା କରନ୍ତି। ରାଜା ନଳ ତାଙ୍କ ଜୀବନରେ କେବେ ପିଲେ ପରାଜୟ, ମାନେ କେବେ ପରାସ୍ତ ହେଇନାହାନ୍ତି ନା, ସେଥିପାଇଁ ତାଙ୍କର ଯାତ୍ରା ସବୁବେଳେ ପାଇଁ କୋଉ ଯାତ୍ରା? ବିଜୟ ଯାତ୍ରା। ତ ରାଜା ନଳଙ୍କର ପିଲେ ବିଜୟ ଯାତ୍ରା ସମୟରେ ପିଲେ ବଲୋଧତମ୍, ବଳ ଶବ୍ଦର ଅର୍ଥ ହେଲା ପିଲେ ସୈନ୍ୟ, ସୈନ୍ୟ ମାନଙ୍କୁ ପିଲେ ବଳ ବୋଲି ବି କୁହାଯାଏ, ଠିକ ଅଛି। ବଳ ମାନେ ସୈନ୍ୟ। ତାହେଲେ ପିଲେ ଉଦ୍ଧତମ, ବଳ ଉଦ୍ଧତମ, ବଳ ଉଦ୍ଧତମ ହେଇଛି ପିଲେ ସନ୍ଧି ହେଇକିରି, ତାହେଲେ ବଲୋଧତମ ମାନେ ସୈନ୍ୟ ହିଁ ଉତୁକ୍ଷିପ୍ତମ, ତ ସୈନ୍ୟ ମାନଙ୍କ ଦ୍ଵାରା ମାନେ କଣ ଉତୁକ୍ଷିପ୍ତ କହିଲେ ପିଲେ ଉଡୁଥିବା, ଠିକ ଅଛି। ମାନେ ଯେମିତିକି ବହୁତ ସାରା ସୈନ୍ୟ ମାନେ ଯାଉଛନ୍ତି ପିଲେ, ତ ତାଙ୍କର ପାଦ ମାନେ ପାଦ ଦ୍ଵାରା ପିଲେ ଧୂଳି ଗୁଡାକ ସବୁ ଉତ୍କ୍ଷିପ୍ତ ହେଇଯାଆନ୍ତି, ଧୂଳି ଗୁଡାକ ସବୁ ଉପରକୁ ଉଡି ଯାଆନ୍ତି, ସେଇ ଅର୍ଥରେ ପିଲେ। ତ ସୈନ୍ୟ ମାନଙ୍କ ଦ୍ଵାରା ଉତ୍କ୍ଷିପ୍ତ ହେଇକିରି ସ୍ଫୁରତ୍ ପ୍ରତାପା ନଲଧୂମ ମଞ୍ଜିମ, ତାହେଲେ ପିଲେ ଜ୍ୱଳତ୍ ପ୍ରତାପ ରୂପକ ଅଗ୍ନିର ଧୂଆଁ ପରିକା ମନୋହର। ତାହେଲେ ସୈନ୍ୟ ମାନଙ୍କର ପାଦରୁ ଉଡୁଥିବା ଯୋଉ ଧୂଳି ଗୁଡାକ ପିଲେ ଦେଖିବା ପାଇଁ କେମିତିକା ଥିଲା, ନା ଲାଗୁଥିଲା ଜଳୁଥିବା ପ୍ରତାପ ରୂପକ ଅଗ୍ନି,
ରାଜା ନଳଙ୍କର ଯୋଉ ପ୍ରତାପ ରୂପକ ଅଗ୍ନି, ହଁ, ତ ସେ ଅଗ୍ନିର ଧୂଆଁ ପରିକା ଦେଖାଯାଉଥିଲା। ହଁ, ବଡ ମନୋହର ଦେଖାଯାଉଥିଲା। କଣ ନା ୟତ ରଜଃ, ଯେଉଁ ଧୂଳି ପିଲେ, ଯେଉଁ ଧୂଳି ସବୁ ଉଡୁଥିଲା, ତ ସେ ଧୂଳି ତତ୍ ତତ୍ ମାନେ ତତ୍ ରଜଃ, ସେଇ ଧୂଳି ଏବଂ ମାନେ ହିଁ, ସେ ଧୂଳି ହିଁ ଗତ୍ୱ ମାନେ ଯାଇ ସୁଧାମ ବୁଧଉ ପିଲେ, ସୁଧାମ ବୁଧଉ ମାନେ କ୍ଷୀର ସମୁଦ୍ରୀ, ତ କ୍ଷୀର ସମୁଦ୍ରରେ ପତିତମ ପିଲେ ପଡୁଥିଲା। ଆଉ ଯାହା ସେଠି ପଡିକିରି ହେଲା କଣ ନା ପଙ୍କି ଭବତ ପିଲେ ପଙ୍କ ପାଲଟି, ବିଧୌ ମାନେ ଚନ୍ଦ୍ରରେ, ଅଙ୍କତାମ ମାନେ କଳଙ୍କତ୍ୱକୁ, ଦଧାତି ମାନେ ଧାରଣ କରିଛନ୍ତି। ଚାଲ ତମମାନଙ୍କୁ ଟିକେ ପିଲେ ସହଜ କରି ବୁଝେଇ ଦଉଛି ପିଲେ, କେତେ ସୁନ୍ଦର ବର୍ଣ୍ଣନା କରିଛନ୍ତି। କହୁଛି ସେ କହୁଛନ୍ତି କାହିଁକି ନା ଆମର ପିଲେ ସମୁଦ୍ର ମନ୍ଥନ ବେଳେ ହିଁ ଯୋଉ କ୍ଷୀର ସମୁଦ୍ରରୁ ପିଲେ ଚନ୍ଦ୍ର ବି ବାହାରିଥିଲେ ନା, ଚନ୍ଦ୍ର ସୂର୍ଯ୍ୟ ଏ ସମସ୍ତେ ବାହାରିଥିଲେ ପିଲେ କ୍ଷୀର ସମୁଦ୍ରରୁ ହିଁ ହେଲା। ତାହେଲେ ସେ କହିବା କଥା କି ରାଜା ନଳ ଯେତେବେଳେ ଯାଉଥିଲେ କୌଣସି ଯାତ୍ରା କରିବାକୁ, ବିଜୟ ଯାତ୍ରା କରିବା ପାଇଁ, ତ ତାଙ୍କ ସାଙ୍ଗରେ ନା ବହୁ ସୈନ୍ୟ ଯାଉଥିଲେ, ବହୁ ସାରା ସୈନ୍ୟ ଯାଉଥିଲେ ହେଲା। ଆଉ କହୁଥିଲେ ସେଇ ଯୋଉ ସୈନ୍ୟ ମାନଙ୍କ ଯୋଉ ମାନେ କଣ ତାଙ୍କ ପାଦ ଦ୍ଵାରା ପିଲେ, ମାନେ ନର୍ମାଲି କଥା ପିଲେ, ମାନେ ଯେତେବେଳେ ପିଲେ କୌଣସି ତମାନେ ଯାଇଥିଲ ସବୁ ଯୋଉ କୋଉଠିକି ଆମର କୁମ୍ଭ ମେଳାକୁ ଯାଇଥିଲା ବା ରୁଦ୍ରମାଧବ, ଆଜ୍ଞା ସାର୍। ସେଟାକାର ଧୂଳି କେମିତିକା ଥିଲା? ଆଜ୍ଞା ସାର୍। ସାର୍ ମାନେ କେମିତି ଥିଲା ମାନେ ସାର୍? ମାନେ ଧୂଳି ମାନେ କେତେ କେତେ ମାତ୍ରାରେ ଥିଲା? ବହୁତ ଥିଲା ସାର୍, ବହୁତ ଧୂଳି। ହଁ, ତ କହିପାରିବ ନା ଯେତିକି ଧୂଳି ଥିଲା ପିଲେ, କାହିଁକି ନା ଯୋଉଠି ସାଧାରଣତଃ ପିଲେ ଜନସମୁଦ୍ର ଥାଏ, ଜନଗହଳି ଥାଏ, ଏତେ ମାତ୍ରାରେ ଧୂଳି ହବ ପିଲେ ମାନେ ସ୍ପିଚଲେସ୍, କହିପାରିବନି ତମେ ତା ଉପରେ। ଠିକ ଅଛି, ତ ଇଏ ବି ଠିକ ସେଇଭଳିଆ ପିଲେ। ତ ରାଜା ସେ କହିବା କଥା କି ରାଜା ନଳଙ୍କ ବିଜୟ ଯାତ୍ରାରେ ତ ଯେତେବେଳେ ସୈନ୍ୟ ମାନେ ଯାଉଥିଲେ, ତ ତାଙ୍କର ସେ ଯୋଉ ଧୂଳି ସବୁ ଉଡୁଥିଲା, ତ ସେ ଲାଗୁଥିଲା ଏଇ ତ ଧୂଳି ନୁହନ୍ତି, ଇଏ ବୋଧେ ରାଜା ନଳଙ୍କର ଯୋଉ ପ୍ରତାପ ଅଗ୍ନି ଜଳୁଛି ତାର ଧୂଆଁ ଗୁଡାକ ବୋଧେ ହେଲା। ଆଉ ସେଇ ଯୋଉ ଧୂଳି ଗୁଡାକ ସେ ସବୁ ଯାଇକିରି ପଡୁଥିଲା ପିଲେ କ୍ଷୀର ସମୁଦ୍ରରେ। ହଁ, ସବୁ କ୍ଷୀର ସମୁଦ୍ରରେ ପିଲେ ଧୂଳି ଗୁଡାକ ପଡୁଥିଲା। ଆଉ ଧୂଳି ଗୁଡାକ ନର୍ମାଲି ଯଦି ପିଲା ପାଣିରେ ମିଶିବ, ତ ସେ ଅଟୋମେଟିକ ପିଲା ପଙ୍କ ହିଁ ହେଇଯିବ, ପଙ୍କ ପାଲଟି ଯିବ। ତାହେଲେ ସେ କଥା କହୁଛନ୍ତି ବୋଧେ କ୍ଷୀର ସମୁଦ୍ରରେ ପଡିକିରି ପଙ୍କ ହେଇଯାଇଥିଲା, ଆଉ ସେ ପଙ୍କ ଗୁଡାକ ଚନ୍ଦ୍ରର ଠାଏ 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 ଲାଗି ଯାଇଥିଲେ, ଚନ୍ଦ୍ରର କିଛି କିଛି ଜାଗାରେ ଲାଗି ଯାଇଥିଲେ। ଆଉ ବୋଧେ ସେଇଥିପାଇଁ ଏଇ ଯୋଉ ଚନ୍ଦ୍ରରେ ମଝିରେ ମଝିରେ ଯୋଉ ଦେଖାଯାଉଛି କଳଙ୍କ, ଇଏ ବୋଧେ ସେଇ ପଙ୍କ ହେଲା। ଇଏ ହେଲା ପିଲେ ତାଙ୍କର ବର୍ଣ୍ଣନା। ବୁଝି ହବ ନା ଶ୍ଲୋକର ଅର୍ଥ ପିଲେ ନା ନାଇଁ? ଆରେ ସେ ଆଜ୍ଞା ସାର୍। କହିଲେ ପିଲେ କି ଏହି ରାଜା ନଳଙ୍କର ବିଜୟ ଯାତ୍ରା ସମୟରେ ସୈନ୍ୟ ମାନଙ୍କ ଦ୍ଵାରା ଉଡିଆ ଯାଉଥିବା, ଉତ୍କ୍ଷିପ୍ତ ମାନେ ଉଡିଆ ଯାଉଥିବା ହେଲା, ଯାହାକି ପିଲେ ମାନେ ଜଳୁଥିବା ପ୍ରତାପ ରୂପକ ଅଗ୍ନିର ଧୂଆଁ ପରିକା ଅତ୍ୟନ୍ତ ମନୋହର ଦେଖାଯାଉଥିଲା। ଯେଉଁ ଧୂଳି, ରଜହ ମାନେ ଧୂଳି, ତ ତତ୍ ରଜହ ସେଇ ଧୂଳି ହିଁ ଯାଇକରି କ୍ଷୀର ସମୁଦ୍ରରେ ପଡିଥିଲା, ଆଉ ପଙ୍କ ହେଇକିରି ପଙ୍କମ ଭୂତ୍ୱ ପଙ୍କ ହେଇକିରି ଚନ୍ଦ୍ରରେ ଆଜି କଳଙ୍କତ୍ୱକୁ ଧାରଣ କରିଛି। ତ ଚନ୍ଦ୍ରରୁ ଆଜି ସେ କଳଙ୍କ ପାଲଟିଛି ବୋଧେ, କାହିଁକିନା ଚନ୍ଦ୍ର ବି ଥିଲା ପିଲେ କ୍ଷୀର ସମୁଦ୍ରରେ, ଆଉ ତ କ୍ଷୀର ସମୁଦ୍ରରେ ଥିଲା ବେଳେ ସେ ପଙ୍କ ହୁଏତ ଲାଗି ଯାଇଥିବ ଚନ୍ଦ୍ର ଦେହରେ। ହଁ, ତ ସେଥିପାଇଁ ବୋଧେ ଚନ୍ଦ୍ରରେ କଳଙ୍କ ଦେଖାଯାଉଛି ହେଲା। ତାହେଲେ ପିଲେ ଏଠାରେ ଶ୍ରୀହର୍ଷ କହୁଛନ୍ତି କି ରାଜା ନଳ ଯେତେବେଳେ ବିଜୟ ଯାତ୍ରାରେ ଯାଆନ୍ତି, ସେତେବେଳେ ତାଙ୍କର ଯୋଉ ସୈନ୍ୟ ମାନଙ୍କ ଦ୍ଵାରା ଉଡିଆ ଯାଉଥିବା ଧୂଳି ପିଲେ ନଳଙ୍କର ଜଳୁଥିବା ପ୍ରତାପ ରୂପକ ଅଗ୍ନିର ଧୂଆଁ ପରିକା ମନୋହର ଦେଖାଯାଉଥିଲା। ଆଉ ସେଇ ଧୂଳିକୁ ଦେଖି ଏପରି ମନେ କରାଯାଉଥିଲା କି ସେଇ ଧୂଳି ହିଁ ଯାଇକରି କ୍ଷୀର ସମୁଦ୍ରରେ ପଡିଥିଲା, ଯାହା ଫଳରେ ସେହି ରଜ ପଙ୍କ ପାଲଟି ଚନ୍ଦ୍ରରେ କଳଙ୍କତ୍ୱକୁ ଧାରଣ କରିଛି ହେଲା। ତାହେଲେ ପିଲେ କଣ ଜଳୁଥିବା ପ୍ରତାପର ଅଗ୍ନିର ଧୂମ ପରିକା ଶୋଭା ପାଉଥିଲା? ନଳରାଜାଙ୍କର ସୈନ୍ୟଙ୍କର ପାଦର ଧୂଳି। ପାଦର ଧୂଳି ପିଲେ, ନଳଙ୍କର ଯାତ୍ରା ସମୟରେ ସୈନ୍ୟ ମାନଙ୍କ ଦ୍ଵାରା ଉଡା ଯାଉଥିବା ଧୂଳି ହେଲା। ଆଉ ପିଲେ ସେ ଯୋଉ ସୈନ୍ୟ ମାନଙ୍କ ଦ୍ଵାରା ଉଡା ଯାଉଥିବା ଧୂଳି କେଉଁଠାରେ ପଡି ପଙ୍କ ହୋଇ ଚନ୍ଦ୍ରରେ କଳଙ୍କତ୍ୱକୁ ଧାରଣ କରିଛନ୍ତି? ସାର୍ କ୍ଷୀର ସାଗର। କ୍ଷୀର ସମୁଦ୍ରରେ ସୁଧାମ ବୁଧଉ। ହଁ, ତ ଏଠି ଛନ୍ଦ ପିଲେ ବଂଶସ୍ଥ ଛନ୍ଦ,
ଆଉ ଅଳଙ୍କାର ପିଲେ ଉତ୍ପ୍ରେକ୍ଷା ଅଳଙ୍କାର। ହଉ ଆଉ ପିଲେ କାଲିକି 9 ନମ୍ବର ଶ୍ଲୋକରୁ ଦେଖିବା ଆଉ ହେଲା କଣ କହୁଛନ୍ତି ଆଉ। ତ ତମର ଶ୍ଲୋକଟା ଏଇଟା ଘୋଷି ଦିଅ ପିଲେ ଏବେଠାରୁ। ଏବେ ତମମାନଙ୍କ ପାଇଁ ଟାଇମ ଅଛି, କିଛି କଲେଜ ଖୋଲିନି, ତ ଘୋଷି ଦିଅ ପିଲେ। ଆଟଲିଷ୍ଟ ଆରମ୍ଭରୁ ଯଦି ତମେ ଶ୍ଲୋକ ଘୋଷି ଦଉଛ ପିଲେ, ଲାଷ୍ଟ ଆଡକୁ ନ ଘୋଷିଲେ ବି ଚଳିବ, ଠିକ ଅଛି, ମ୍ୟାନେଜ ହେଇଯିବ। କାହିଁକିନା ପ୍ରଶ୍ନ ଯାହା ବି ଆସିବ ଆରମ୍ଭରୁ ହିଁ ଆସିବ ହେଲା। ହଉ ପିଲେ ଠିକ ଅଛି।